ମାସ୍ ପକ୍ଷରୁ ଆଇଟିଆଇ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ। ସାମାଜିକ ସଂଗଠନ ମାନବ ଅଧିକାର ସୁରକ୍ଷା ସଂଗଠନ ଆନୁକୂଲ୍ୟରେ ଏହାର ପରିବେଶ ସୁରକ୍ଷା ଅଭିଯାନ ଶାଖା ପକ୍ଷରୁ ବାଲେଶ୍ୱର ସହରସ୍ଥିତ ସରକାରୀ ଆଇଟିଆଇ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱଶ୍ରୀ ନାୟକ ପ୍ରମୁଖ ଏଠାରେ ଗୋଟିଏ ଲେଖାଏଁ ଗଛ ଲଗାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମାସ୍ର ସଦସ୍ୟ ପ୍ରସନ୍ନ ପାତ୍ରଙ୍କ ପୃଷ୍ଠପୋଷକତାରେ ଏହାର ସଭାପତି ଅଭୟ ଦାସ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦେବଶିଷ ପଣ୍ଡା, ବରିଷ୍ଠ ସଦସ୍ୟ ବିଜୟ ଦାସ ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଣୀତା ମିଶ୍ର, ଦିଲ୍ଲୀପ କୁମାର ଦାସ, ଚିତ୍ତରଞ୍ଜନ ଦାସ, ଗୁରୁଦତ୍ତ ମିଶ୍ର, ମାନସ ଚନ୍ଦ୍ର ରଥ, ଦିଲ୍ଲୀପ ଚକ୍ରବର୍ତ୍ତୀ, ମଞ୍ଜୁଲତା ବଳ, ଇଞ୍ଜିନିୟର ବିଜୟ କୁମାର ଦାସ, ଦିଲ୍ଲୀପ ପଣ୍ଡା, ଦେବାଶିଷ ସିଂହ, ଲଳିତ ମୋହନ ଦାସ, ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ପରିଚାଳନାରେ ସହଯୋଗ କରିଥିଲେ। ଆଇଟିଆଇର ଅଧ୍ୟକ୍ଷ କାନ୍ଦନ ମାଝୀ ଓ ଟିଓ ଦୀପକ କୁମାର ମୁଦୁଲି, ଏଟିଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠାନରେ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ।